ସମସ୍ତେ ଆମେ ଜାଣିଛେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଜାପାନ ଓ ଚୀନ ଗସ୍ତରେ ଅଛନ୍ତି। ଶନିବାର ଦିନ ନରେନ୍ଦ୍ର ମୋଦି ଜାପାନ ଗସ୍ତ ସାରି ଏବେ ସେ ଆଜି ରବିବାର ଚୀନ ଗସ୍ତରେ ଯାଇଛନ୍ତି। ତ ତାଙ୍କର ଯେଉଁ ଜାପାନ ଗସ୍ତ ସରିଛି, ଜାପାନ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆମ ନରେନ୍ଦ୍ର ମୋଦି 3ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିଛନ୍ତି ଜାପାନ ସରକାରଙ୍କ ସହିତ। ଆମେ ଜାଣିବା ବର୍ତ୍ତମାନ ସେହି 3ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସମ୍ବନ୍ଧରେ। ସେ 3ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ମଧ୍ୟରୁ ପ୍ରଥମ ଚୁକ୍ତି ହେଉଛି ମହାକାଶ ଯାନ ବା ମହାକାଶ ବିଜ୍ଞାନ ସମ୍ବନ୍ଧରେ। ତୁମେମାନେ ଜାଣି ଖୁସି ହେବ ଯେ ଆମ ଭାରତର ମହାକାଶ ବିଜ୍ଞାନ ସଂସ୍ଥା ଇସ୍ରୋ ଏବଂ ଜାପାନର ମହାକାଶ ବିଜ୍ଞାନ ସଂସ୍ଥା ଜାକ୍ସା, ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସି, ଏମାନେ ମିଳିତ ଭାବରେ କ'ଣ କରିବେ ନା ଆଗାମୀ କିଛି ବର୍ଷ ମଧ୍ୟରେ ଚନ୍ଦ୍ରଯାନ-5 କୁ ମିଳିତ ଭାବେ ଲଞ୍ଚ କରିବେ। ନିହାତି ଆମ ପାଇଁ ଏହା ଏକ ଖୁସି ଖବର, କାରଣ ତୁମେ ଜାଣିଛ ଚନ୍ଦ୍ରଯାନ-4 ଆମ ଭାରତ ନିଜ ପ୍ରଚେଷ୍ଟା ବଳରେ, ନିଜ ସ୍ୱଦେଶୀ ଜ୍ଞାନକୌଶଳ ବଳରେ ଚନ୍ଦ୍ରଯାନ-4 ଆମର ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି, ସକ୍ସେସଫୁଲ ହେଇଛି। ବର୍ତ୍ତମାନ ଚନ୍ଦ୍ରଯାନ-5 ଉଭୟ ଜାପାନ ଏବଂ ଆମ ଭାରତ ଇସ୍ରୋ ଏବଂ ଜାକ୍ସା ମିଳିତ ଭାବରେ ଆମର ଲଞ୍ଚ କରିବାକୁ ଯାଉଛନ୍ତି ଆଗାମୀ କିଛି ବର୍ଷ ମଧ୍ୟରେ। ଦ୍ୱିତୀୟ କ୍ଷେତ୍ରରେ କ'ଣ ଆମର ଉଲ୍ଲେଖନୀୟ ଚୁକ୍ତି ହେଇଛି ନା, ଦ୍ୱିତୀୟ କ୍ଷେତ୍ର ହେଉଛି ଦ୍ରୁତତମ ପରିବହନ ବ୍ୟବସ୍ଥା। ତୁମେମାନେ ଜାଣିଛ ଆମର ଯେଉଁ ପୂର୍ବ ଜାପାନର ପ୍ରଧାନମନ୍ତ୍ରୀ ଥିଲେ କିଏ, ସିଞ୍ଜୋ ଆବେ, ତାଙ୍କର ଯେଉଁ ଆମର ଭାରତ ପ୍ରତି ସହାୟତା ଥିଲା ଆମର ବୁଲେଟ ଟ୍ରେନ କ୍ଷେତ୍ରରେ, ସେହି ବୁଲେଟ ଟ୍ରେନ କ୍ଷେତ୍ରକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଆମର ପ୍ରକଳ୍ପ ହେଇଛି। କ'ଣ ହେଇଛି ନା, ବୁଲେଟ ଟ୍ରେନ ଯେଉଁ ଜାପାନ ଆମକୁ ସହାୟତା କରିଛି, ସେ ବୁଲେଟ ଟ୍ରେନ ବାବଦରେ ଆମର ପୁଣି ଆଗକୁ ସେଟା ଚାଲିବ, ଯେ କେମିତି ସଫଳ ଭାବରେ ଆମେ ବୁଲେଟ ଟ୍ରେନ ଆମ ଭାରତରେ ପ୍ରଚଳିତ ହେବ। ତେଣୁ ଏହି ଅବସରରେ କ'ଣ କରିଛନ୍ତି ନା, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଶିନକାନସେନ ବୁଲେଟ ଟ୍ରେନରେ ଜାପାନର ପ୍ରଧାନମନ୍ତ୍ରୀ ଇଶିବାଙ୍କ ସହିତ ଯାତ୍ରା କରିଛନ୍ତି। ତେଣୁ ଏହା ଗଲା କି ଦ୍ରୁତତମ ପରିବହନ ବ୍ୟବସ୍ଥା, ଦ୍ୱିତୀୟ କଥା। ତୃତୀୟ ଉପଲବ୍ଧି କ'ଣ ହେଇଛି ନା, ଆଗାମୀ 10 ବର୍ଷ ମଧ୍ୟରେ ଜାପାନର ପୁଞ୍ଜିପତି, ଜାପାନର ଶିଳ୍ପପତି ମାନେ ପାଖାପାଖି $68 ବିଲିୟନ ପୁଞ୍ଜି ନିବେଶ ଆମ ଭାରତରେ କରିବାକୁ ଯାଉଛନ୍ତି। ନିଶ୍ଚିତ ଭାବରେ ଆମେରିକା ଯେଉଁ ଆମ